ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପରିପ୍ରେକ୍ଷୀରେ ଶୁକ୍ରବାର ବଡ଼ି ଭୋରରେ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା, ଠାକୁରପଡ଼ା ଓ ବଡ଼ବଜାର ସମେତ ପ୍ରାୟ 21ଟି ଶିବାଳୟରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀଙ୍କର ଲୋକାଚାର ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ପାଇଁ ସମ୍ବଲପୁର ସହର ଉତ୍ସବ ମୁଖରିତ ହୋଇ ଉଠିଛି। ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା ଓ ମାତା ପାର୍ବତୀଙ୍କ ବିବାହ ପାଇଁ ଗତକାଲି ସକାଳ 9:30 ସମୟରେ ବାଲୁଙ୍କେଶ୍ୱରଙ୍କ ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ଗତ ବର୍ଷର କନ୍ୟା ପିତାମାତା ଝାରସୁଗୁଡ଼ାର ପ୍ରତାପ ନନ୍ଦ ଓ ଲିପିକାଙ୍କ ଅସ୍ଥାୟୀ ବାସଭବନ ମହାନ୍ତିପଡ଼ା ଦଧିବାବନ କଲ୍ୟାଣ ମଣ୍ଡପକୁ ଶୋଭାଯାତ୍ରାରେ ଯାଇଥିଲେ। ପୂଜାର୍ଚ୍ଚନା ପରେ ଚନ୍ଦ୍ରଶେଖର ଓ ପାର୍ବତୀଙ୍କର ଗଣ୍ଠାଳ ଫିଟା ନୀତି ସମ୍ପନ୍ନ ହୋଇଥିଲା। ପୁଣି ଚନ୍ଦ୍ରଶେଖର ଓ ପାର୍ବତୀ ବାଜା ଗାଜା ମଧ୍ୟରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ରୀତି ଅନୁଯାୟୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କର ଅନ୍ନପଖାଳ ଭୋଗ ଲାଗିଥିଲା। ମଧ୍ୟାହ୍ନ 12ଟା ସମୟରେ ଚଳିତ ବର୍ଷର କନ୍ୟା ପିତାମାତା ଶାସନର ପ୍ରଦୀପ କୁମାର ମିଶ୍ର ଓ ବୀଣାପାଣି ନିଜ ପରିବାର ସହ ମାତା ପାର୍ବତୀଙ୍କୁ ନିଜ ଘରକୁ ନାରୀ ସେବା ସଦନକୁ ନେଇ ଯାଇଥିଲେ। ଏହାପରେ ଗୁରୁବାର ମଧ୍ୟରାତ୍ରିରୁ ବରଯାତ୍ରୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଏବଂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କର ବରଯାତ୍ରୀ ମନ୍ଦିରରୁ ବାହାରିଥିଲା। ନନ୍ଦପଡ଼ାର ମହିଳା ଝିଅମାନେ ବରବେଶୀ ଚନ୍ଦ୍ରଶେଖରଙ୍କୁ ହୁଳହୁଳି ଦେଇ ବିବାହ ପାଇଁ ବିଦା କରିଥିଲେ। ସୁସଜ୍ଜିତ ବିମାନରେ ବୃଷଭଙ୍କ ଉପରେ ସବାର ହୋଇ ଭକ୍ତମାନେ କାନ୍ଧରେ ବୋହି ବାବାଙ୍କ ଶ୍ୱଶୁର ଘର ସ୍ଥାନୀୟ ନାରୀ ସେବା ସଦନକୁ ନେଇଥିଲେ। ସାଥିରେ ପଞ୍ଚବକ୍ର ଭଗବାନ, ସାକ୍ଷୀ ଗୋପୀନାଥ ଭଗବାନ, ନୃସିଂହ ଭଗବାନ ଓ ଅନ୍ୟାନ୍ୟ ଦେବାଦେବୀ ମଧ୍ୟ ଏହି ବରଯାତ୍ରୀରେ ସାମିଲ ହୋଇଥିଲେ। ଏଥିସହ ଘଣ୍ଟ, ଦୁଲଦୁଲି, ଡମରୁ, ଢାବ ବାଜା, କାନ୍ତାରା ନୃତ୍ୟ, କଳସ ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ, ଘୁମୁରା, ବାଘ ନୃତ୍ୟ, କେରଳର ବାଜା, ଅଘୋରୀ ନୃତ୍ୟ, 3ଟି ଆଧୁନିକ ରଥ ନୃତ୍ୟ ସମସ୍ତେ ଏହି ବରଯାତ୍ରୀରେ ସାମିଲ ହୋଇଥିଲେ। ଆଜି ବଡ଼ି ଭୋରରେ ଦେବଦମ୍ପତିଙ୍କ ସମ୍ପୂର୍ଣ୍ଣ ଲୌକିକ ରୀତିରେ ଶୁଭ ପରିଣୟ, ପାଣିଗ୍ରହଣ ହୋଇଥିଲା ଏବଂ ବିବାହ ସମ୍ପନ୍ନ ହୋଇଥିଲା। ସେହିପରି ଝାଡ଼ୁଆପଡ଼ା ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ବ୍ରାହ୍ମ ମୁହୂର୍ତ୍ତରେ ବିବାହ ସମ୍ପନ୍ନ ହୋଇଥିଲା। ମହାନଦୀ କ୍ଲବରେ ଏହି ବିବାହ ଆୟୋଜିତ ହୋଇଥିଲା। ଗୁରୁବାର ସକାଳେ ପୂର୍ବବର୍ଷର ମାତାପିତା ପଦ୍ମିନୀ ଓ ସୁରେଶ ପୂଜାରୀ ଲୋକନାଥଙ୍କ ମନ୍ଦିରରେ ପହଞ୍ଚିବା ପରେ ଗଣ୍ଠାଳ ଫିଟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୁରୋହିତ ମହେନ୍ଦ୍ର ପୂଜାରୀ ପୂଜାର୍ଚ୍ଚନା କରିବା ପରେ ବେଦମନ୍ତ୍ର ଉଚ୍ଚାରଣ ସହ ଗଣ୍ଠାଳ ଫିଟାଇଥିଲେ। ମଧ୍ୟରାତ୍ରିରେ ବରଯାତ୍ରୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଏବଂ ଶ୍ରୀ ଶ୍ରୀ ଲୋକନାଥ ମନ୍ଦିରରୁ ସୁସଜ୍ଜିତ ବିମାନରେ ବାହାରି ସହରର ମୁଖ୍ୟ ରାସ୍ତା ଅତିକ୍ରମ କରି ମହାନଦୀ କ୍ଲବଠାରେ ପହଞ୍ଚିଥିଲେ। ଏହି ବରଯାତ୍ରୀରେ ମଧ୍ୟ ଲୋକନୃତ୍ୟ ଏବଂ ଆଧୁନିକ ନୃତ୍ୟ ସ୍ଥାନ ପାଇଥିଲା। ଲୋକନାଥଙ୍କ ବରଯାତ୍ରୀରେ ବରଗଡ଼ ଗାୟସମାରୁ ଆସିଥିବା ଶଙ୍ଖ ଦଳ, ସମ୍ପ୍ରଦାୟ ଦଳ ସାମିଲ ହୋଇଥିଲେ। ଏହା ବ୍ୟତୀତ ଘଣ୍ଟ ଦଳ, ଛତିଶଗଡ଼ର ମୟୂର ଝାଲ ନାଚ, ବାଡ଼ି ନାଚ, କୋଲକାତାର ଆଲବମ୍ ନୃତ୍ୟ ଏବଂ ଆସାମର 3ଟି ନୃତ୍ୟ ସ୍ଥାନ ପାଇଥିଲା। ବରପିତା ଅମରନାଥ ସୁପକାରଙ୍କ ନେତୃତ୍ୱରେ ବରଯାତ୍ରୀ ଦଳ ମହାନଦୀ କ୍ଲବରେ କନ୍ୟାଙ୍କ ଗୃହରେ ପହଞ୍ଚିଥିଲେ। ସେହିପରି ମୁଦିପଡ଼ାର ଜାଗେଶ୍ୱର ବାବା ମଧ୍ୟ ମଧ୍ୟରାତ୍ରିରେ ବରଯାତ୍ରୀରେ ବାହାରିଥିଲେ। ଏହି ବରଯାତ୍ରୀରେ ମଧ୍ୟ ଶଙ୍ଖ, ଘଣ୍ଟ, ଲୋକନୃତ୍ୟ, ଆଧୁନିକ ନୃତ୍ୟ ସ୍ଥାନ ପାଇଥିଲା। ଜାଗେଶ୍ୱର ବାବା ତାଙ୍କର ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଗହଣରେ ସହରର ରାସ୍ତା ଅତିକ୍ରମ କରି ମୁଦିପଡ଼ା ପଟେଲ ଗାର୍ଡେନଠାରେ କନ୍ୟା ମାତାପିତାଙ୍କ ଅସ୍ଥାୟୀ ଗୃହରେ ପହଞ୍ଚିଥିଲେ ଏବଂ
शुक्रवार ब्रह्म मुहूर्तरे देवदेव महादेव एवं देवी पार्वतींकर संपूर्ण लौकिक रीति रे विवाह संपन्न होइतिला। हजार हजार भक्त एवं श्रद्धालु एही बरयात्री एवं विवाह कार्यक्रम रे सामिल होइतिले। शुक्रवार मध्यरात्रि देवदंपत्तिंक ग्रांड प्रोसेसन मंदिर लेउटाणी शोभायात्रा आरंभ हेब। एथिपाई संबलपुर सहर संपूर्ण भाव में प्रस्तुत हो जाइछि एवं हजार हजार संख्यार भक्त एवं श्रद्धालु राज्य एवं राज्य बाहर आसी संबलपुर सहर रे समागम घटाइछन्ति। लोकंक मध्यरे आध्यात्मिकता एवं लौकिकता ता सहित लोक संस्कृतिर अनेक उत्साह एवं उद्दीपना रहिछि। राष्ट्र सर्वोपरि, राष्ट्र प्रथम, सदा सर्वदा।